ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଏଇ କିଛି ଦିନ ହେଲା ଆମର ଓଡ଼ିଶାରେ ଦଣ୍ଡ ନୃତ୍ୟ ବେଶୀ ଚାଲିଛି। ମହାପ୍ରଭୁଙ୍କ ପୂଜା ତ ହଉଛି ବହୁତ। ତ ମୁଁ ଆମ ଗାଁରେ ବି ଦଣ୍ଡ ନୃତ୍ୟ ବଗେରା ହୁଏ, କିନ୍ତୁ ମୁଁ ମୋ କାମ ଯୋଗୁଁ ଆମ ଗାଁରେ ଦଣ୍ଡ ନୃତ୍ୟ ଦେଖିପାରିଲିନି ଆଉ ଠାକୁରାଣୀଙ୍କୁ ଦେଖିପାରିଲିନି ସେଇ ଟାଇମରେ। କିନ୍ତୁ ଅବଭିୟସଲି ସେତେବେଳେ ଆମର ମାନେ ନିଜର ଜେହେମ ଭିତରେ ଥାଏ କି ଏଇ ଟାଇମରେ ଠାକୁରାଣୀଙ୍କ ଦର୍ଶନ କଲେ ଭଲ ହୁଅନ୍ତା। ତ ଏଇଟା ମୁଁ ବି ଭାବିଥିଲି କି ହଁ, ଯଦି ଠାକୁରାଣୀଙ୍କ ଦର୍ଶନ ହେଇଥାନ୍ତା ତାହେଲେ ଭଲ ହେଇଥାନ୍ତା, କିନ୍ତୁ ହେଇ ତ ପାରିଲାନି। କାମ ସବୁ ଚାଲିଛି ତ ଠିକ ଅଛି, ମୁଁ ଏତେ ଷ୍ଟ୍ରେସ୍ ଦେଇନଥିଲି। ସେଟା ବହୁତ ହି ହାଲକାସ ମୋ ପାଖରେ ଗୋଟେ ଥଟ୍ ଥିଲା, ଗୋଟେ ଡିଜାयर ଥିଲା, ହାଲକା ଡିଜାयर। ବଟ୍ ମୁଁ ତାକୁ ପର୍ସ୍ୟୁ କରୁନଥିଲି, ମୁଁ ତାକୁ ଏଇଟା ଧରିକି ବସିନଥିଲି ଏତେ। ମଝିରେ କଣ ହେଲା ନା, ଆମ ଘର ପାଖରେ ଗୋଟେ ମନ୍ଦିର ଅଛି, ତ ମୁଁ ସେ ମନ୍ଦିରକୁ ମମି ସାଥିରେ ଯାଇଥିଲି। ତ ଯେତେବେଳେ ଆମେ ମନ୍ଦିରକୁ ଯାଉଥିଲୁ, ଯିବାର ଯେତେବେଳେ ଥିଲା, ଗଲାବେଳେ ଟିକେ ଡେରି ହେଲା, କାହିଁକିନା ଲୋକ କିଛି ଆସିଥିଲେ, ତାଙ୍କ ସାଥିରେ କଥାବାର୍ତ୍ତା ହେଇକି ତାପରେ ମନ୍ଦିରକୁ ଯିବାର ଯୋଉ ଥିଲା, ତ ଟିକେ ଡେରି ହେଲା ମନ୍ଦିରକୁ ଗଲାବେଳେ। ତ ଠିକ ଅଛି, ମୁଁ ଏତେ ବିବ୍ରତ ବି ନଥିଲି। ଓକେ, ମନ୍ଦିର ଯିବାର ତ ଅଛି, ମନ୍ଦିର ସାଙ୍ଗେ ସାଙ୍ଗେ ତ ବନ୍ଦ ହଉନି, ଆରାମସେ ଯିବ ଆଉ କଣ। ତ ମୁଁ ଏତେ ଅନପରଟର୍ବ ଥିଲି, ଏତେ ବିବ୍ରତ ନଥିଲି, ଏତେ ଟେନସନ ନଉନଥିଲି। ତାପରେ ଆମେ ଗଲୁ, ମନ୍ଦିର ଗଲୁ, ଭାଇନାଙ୍କ ସାଥିରେ ଦେଖା ହେଲି। ବହୁତ ଟାଇମ ପରେ ମନ୍ଦିର ଭାଇନାଙ୍କ ସାଥିରେ ଦେଖା ହେଲି, ତ କଥାବାର୍ତ୍ତା ହଉଥିଲୁ। ମନ୍ଦିରର କାମ ଯେତେବେଳେ ସରିକି ତାପରେ ଆମେ ଜଷ୍ଟ ଆସିବାର ଅଛି, ଲାଷ୍ଟ ଦର୍ଶନ ସରିକି ଆମେ ଜଷ୍ଟ ଆସିବାର ଅଛି, ଦେଖ କେମିତି ଜିନିଷ ହେଲା କି ମନ୍ଦିର ଭିତରକୁ ଯେତେ ଦଣ୍ଡ ପଟୁଆର ମାନେ ଅଛନ୍ତି, ସେମାନେ ଠାକୁରଙ୍କୁ ନେଇକି ମନ୍ଦିର ଭିତରେ ପ୍ରବେଶ କଲେ। ମୁଁ ତ ଜାଣିନଥିଲି କି ଏମିତି ଗୋଟେ ଜିନିଷ ହବାର ଅଛି। ତ ମୁଁ ଯେତେବେଳେ ଯାଇକି ପଚାରିଲି, ତ ସେମାନେ କୋଉ ବହୁତ ଦୂର ଜାଗାରୁ ଆସିଥିଲେ, ଆଉ ଏଇ ମନ୍ଦିରରେ ଆଜିକାର ତାଙ୍କର ମାନେ ସେଦିନର ତାଙ୍କର ରହଣୀ ଥିଲା, ଆଉ ସେ ମନ୍ଦିରକୁ ସେ ଯେତେବେଳେ ପରିକ୍ରମା ବଗେରା ସବୁ ସାରିକି ଜଷ୍ଟ ଆସିଲେ। ମୁଁ ତ ପୁରା ଖୁସି ହେଲି। ଆଇ ୱାଜ ସୋ ଏନ୍ଥ୍ରଲ୍ଡ କି ଆଚ୍ଛା, ମୁଁ ଭାବୁଥିଲି କି ଦର୍ଶନ ଟିକେ ହେଇଯାନ୍ତା, କେତେ ଭଲ ହୁଅନ୍ତା, କିନ୍ତୁ ଦେଖ କେମିତି ଜିନିଷଟା ହେଇଗଲା। ତ ମୋର ଏଇ ଷ୍ଟୋରି କହିବାର ଏହା ଅର୍ଥ ଥିଲା କି ଦେଖନ୍ତୁ, ଆମେ ନା ଲାଇଫରେ ସବୁ କିଛି ପ୍ଲାନ କରିପାରିବାନି। ଆମ ହାତରେ ବହୁତ ଜିନିଷ ନଥାଏ। ଦେयर ଆର୍ ଲଟ୍ ଅଫ୍ ମୁଭିଂ ଅବଜେକ୍ଟସ୍ ଇନ୍ ଆୱାର ଏଣ୍ଟାୟାର ଲାଇଫ। ପ୍ଲାନ ଆମେ କରିପାରିବାନି, ପଏଣ୍ଟ ୱାନ୍। ଆଣ୍ଡ ପଏଣ୍ଟ ଟୁ, ଦେଖନ୍ତୁ, ଯେତେବେଳେ ଆମେ ଗୋଟେ ଡିଜାୟାର ଉପରେ ଅଡ଼ିକି ବସିଥିବା କି ଏଇଟା କେତେବେଳେ ହବ, ସେତେବେଳେ ଆମ ମାଇଣ୍ଡଟା ଫାଙ୍କା ହୁଏନି। ଆମେ ସେତେବେଳେ ଆମର ଯୋଉ ଜିନିଷଟା ଥାଏ ନା, ଆମେ ସେତେବେଳେ ଏକ୍ସପେକ୍ଟେସନ୍ସ ଉପରେ ମାତିକି ଚାଲିଥାଉ, ରାଇଟ୍? ତ ମୋର ସେତେବେଳେ କଣ, ମୋର ମାଇଣ୍ଡସେଟ୍ କଣ ଥିଲା, ମୋର କିଛି ଏକ୍ସପେକ୍ଟେସନ୍ସ ନଥିଲା। ମୁଁ ତ ଜାଣିନି ସେଇ ମନ୍ଦିରକୁ ଦଣ୍ଡ ଠାକୁର ଆସିବ ବୋଲି, ମୁଁ ତ ଜାଣିନଥିଲି। ମୁଁ ଜାଣିନଥିଲି କି ସେଇ ଟାଇମରେ ଆସିବ ବୋଲି। ଏହା ବି ହେଇପାରିଥାନ୍ତା ଯେ ମୁଁ ଟିକେ ସକାଳୁ ମନ୍ଦିର ଯାଇଥାନ୍ତି, ଆଉ ଆଇ ଉଡ୍ ହାଭ୍ ମିସ୍ଡ ଇଟ୍, ମୁଁ ପୁରା ମିସ୍ କରିକି ଆସିଥାନ୍ତି। ମୁଁ ଜାଣିନଥିଲି। କିନ୍ତୁ ଆମର ମନ୍ଦିର ଏଇଠୁ ଯିବାର ଆରମ୍ଭ, ଏଇଠୁ ହବାର ଡେରି ହବା, ସେଇଠି ଯାଇକି ସେଇ ଟାଇମରେ ପହଞ୍ଚିବା, ଆଉ ସେଇ ଟାଇମରେ ସେମାନେ ଆସିବା, ଦେଖନ୍ତୁ ଏଗୁଡା ସବୁ ଜାଗା କିନ୍ତୁ ଅର୍କେଷ୍ଟ୍ରେଟ୍ ହେଇଛି। ଏଇ ଅର୍କେଷ୍ଟ୍ରେସନ କଣ ଆମେ କରିପାରିବା? ଆମ ହାତରେ କଣ ଅଛି କି ଆମେ ଏତେ ଜିନିଷ ଜାଣିପାରିବା କି? ନାଇଁ ନା। ଜଣେ ଅଛି, ଦେଖନ୍ତୁ, ଜଣେ ଉପରବାଲା ଜଣେ ଅଛି ଯେ ସବୁ ଜିନିଷ ଦେଖୁଛି, ଯେ ଆପଣ ପରମାତ୍ମା, ସେ ସବୁ ଜିନିଷ ଦେଖୁଛି। ଆପଣ ଛୋଟ ଛୋଟ ଖ୍ୱାଇଶ, ଆପଣ ଛୋଟ ଛୋଟ ଇଚ୍ଛାକୁ ବି ସେ ଜାଣିଛି, ଆଣ୍ଡ ସେ ଜାଣିছে ଯେ ଏଇଟା କେମିତି ଫୁଲଫିଲ ହବ। ବଟ୍ ସେ ଜିନିଷ ଫୁଲଫିଲ ହବା ନିମନ୍ତେ ଆମର ଯୋଉ ଥଟ୍ ପ୍ରୋସେସ ଅଛି, କି ଆମର ଯୋଉ ଫ୍ରିକ୍ୱେନ୍ସିଟା ଅଛି, ସେଟା ବହୁତ ମ୍ୟାଟର କରେ। ଆମେ ଯଦି ଏମିତି ଫ୍ରିକ୍ୱେନ୍ସିରେ ରହିବୁ କି ଦୁଃଖ ବାଲା ଫ୍ରିକ୍ୱେନ୍ସିରେ ସଦାବେଳେ ରହିବୁ, ତାହେଲେ ମେ ବି ସେଇ ସବୁ ଜିନିଷ ଗୁଡା ଆସିବନି। କାହିଁକି ନା ଭାବନ୍ତୁ, ଗୋଟେ ଯଦି ଆପଣ ଦୁଃଖର ଫ୍ରିକ୍ୱେନ୍ସିରେ ରହିବେ, ତାହେଲେ ଦୁଃଖ ଜିନିଷ ହିଁ ଆପଣଙ୍କୁ ଆସିବ ନା। କିନ୍ତୁ ଆପଣଙ୍କର ଯୋଉ ଡିଜାୟାରଟା ଅଛି, ସେ ଡିଜାୟାର ତ ଖୁସିର ଡିଜାୟାର, ଦୁଃଖର ଡିଜାୟାର ତୋଡ଼ି। ଯଦି ଖୁସିର ଡିଜାୟାର ଅଛି, ଯଦି ଆପଣ ସେଇ ଷ୍ଟେଟ୍ ଅଫ୍ ମାଇଣ୍ଡରେ ନାହାନ୍ତି, ତାହେଲେ ସେଇ ଡିଜାୟାର ସହିତ ରିଲେଟେଡ୍ ଯୋଉ ସର୍କମଷ୍ଟାନ୍ସେସ୍ ଅଛି, ସେଗୁଡା କେମିତି ଯୋଗ ହବ? ମୁଁ ସେତେବେଳେ କଣ ନା, ମୁଁ ଗୋଟେ ଷ୍ଟେଟ୍ ଅଫ୍ ନୋ ଏକ୍ସପେକ୍ଟେସନ୍ସରେ ଥିଲି। ମୁଁ କିଛି ଭାବୁନଥିଲି, ମୋର ଏକ୍ସପେକ୍ଟେସନ୍ସ କିଛି ନଥିଲା। ହଁ, ମନ୍ଦିର ଯିବାର ଅଛି, ଠାକୁରଙ୍କ ଦର୍ଶନ କରିବାର ଅଛି, ଦ୍ୟାଟ୍ସ ଇଟ୍। ମୋ ମାଇଣ୍ଡରେ ସେଇଆ ଥିଲା, ମୁଁ କିଛି ଭାବି ହିଁ ନଥିଲି। ତ ଆଇ ୱାଜ ଗୋଇଂ ୱିଥ୍ ଫ୍ଲୋ, ସେ ପଜିଟିଭ ଫ୍ଲୋରେ ଆଇ ୱାଜ ଗୋଇଂ ଥ୍ରୁ ଦ ଫ୍ଲୋ। कंट्रोल करियार किसी नहीं, आराम से चलो, देखिया जा हो। और कोई छोटो स्टोरी थिला, बट ए जो जिनसरा मु सदाळे कहे ना, एटा यार गोटे ग्लैरिंग एग्जांपल थिला कि आपण सब किसी कंट्रोल करि परिबेनी। सेतमे कंट्रोल छाड़ दियंतु, फ्लो रे चलंतु, जस्ट गो विथ द फ्लो एंड डोंट एक्सपेक्ट लॉट ऑफ थिंग्स। एक्सपेक्टेशंस ले हावी हे जाय, मुंडा पूरा भारी हे जाय। वी डोंट वांट इट, से जिनस हम दरकार नहीं।
ଚିଲ୍ ହେଇକି ରହିବା ନା, କଣ ଏତେ ଟେନସନ ନେବା ଦରକାର ଲାଇଫରେ। ଲାଇଫ କଣ ଛୋଟ ଲାଇଫଟା ଅଛି, ସେତିକି ଲାଇଫରେ କଣ ଟେନସନ ନେବା ଦରକାର, ଚିଲ୍ ହେଇକି ରହିବାର ଅଛି। ଜଣ ଉପରେ ଛାଡିଦିଅ, ସେ ଉପରେ ଯିଏ ଅଛନ୍ତି ତାକୁ ମ୍ୟାନେଜ କରିବା ଛାଡିଦିଅ ନା, ତାପରେ ଆପଣ ଆପଣଙ୍କ କାମ ଦେଖନ୍ତୁ, ଆରାମସେ ଦେଖନ୍ତୁ, ଖୁସି ରୁହନ୍ତୁ, ସେଟା ବହୁତ ଇମ୍ପୋର୍ଟାଣ୍ଟ। ଏତିକି କହିକି ମୁଁ ଭିଡିଓ ଆଜି ବନ୍ଦ କରିବି। ଆଶା କରୁଛି ଭିଡିଓ ଆପଣମାନଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଛି ଲାଇକ୍ କରନ୍ତୁ, ଆଉ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ ମଧ୍ୟ କରନ୍ତୁ। ରହୁଛି, ନମସ୍କାର।